ସାରିଆ ଭିକ ଜଗନ୍ନାଥଙ୍କ ଉପରେ ଟୋଟାଲ ଭଜନ ତୀର୍ଥର ସମୁଦାୟ ଲେଖା ଚକା ନହେଲ ଚକା ନହେଲ ଶେଷ ବେଳକୁ କହିବ କାହାକୁ ନା ବଳରାମକୁ ଯାଇ କହି ସାରିଆ ଭିକ ଜଗନ୍ନାଥଙ୍କୁ କହିବା ଗୀତଟା ତ ଲେଖା ହେଲା ଜଗନ୍ନାଥଙ୍କ ପାଇଁ ଦୁଃଖଟା ଜଣେଇବ କହି ସାରିଆ ଭିକ ବଳରାମଙ୍କୁ ଜଣେଇବ ଆଗ ବଳରାମ କାହିଁକି ଜଣେଇବ ନା ଯୁଗ ଥିଲା ତ୍ରେତୟା ଯୁଗରେ ଜ୍ଞାନୀ ମଣ୍ଡଳୀ ଯେତେବେଳେ ସୀତାଙ୍କ ବର୍ଜନ ପାଇଁ ରାମଚନ୍ଦ୍ର ଛାଡ଼ିଦେଲେ ଆଜି ତ ଗୁରୁବାର କହିବା ତଥାପି ପଦେ କହିବାକୁ ପଡ଼ିବ ଆବଶ୍ୟକ ଉଠାଉ ସୀତାଙ୍କୁ ନେଇ ଆସିଲେ ବାଲ୍ମୀକି ଆଶ୍ରମକୁ ଲକ୍ଷ୍ମଣ ମନରେ ବିଚାର କଲେ ଭାଇ ମୁଁ ଯଦି ତମଠାରୁ ବୟସରେ ବଡ଼ ହୋଇଥାନ୍ତି ନା ମୁଁ ଏ କଥାକୁ ନିଶ୍ଚିତ ବାରଣ ଅନ୍ତଃସତ୍ତ୍ୱା ନାରୀ ଗୋଟେ ଗର୍ଭବତୀ ନାରୀକୁ ଆପଣ ଏ ସମୟରେ ଘରୁ ବାହାର କରି ଛାଡ଼ିଦେବାଟା ଉଚିତ ଥିଲା ମୁଁ ଯଦି ବଡ଼ ହୋଇଥାନ୍ତି ଆପଣଙ୍କୁ ଏ କଥାକୁ ନିଶ୍ଚିତ ମନା ଅଲକ୍ଷ୍ୟରେ ଜାଣିଲେ ରାମଚନ୍ଦ୍ର କହିଲେ ଲକ୍ଷ୍ମଣରେ ତୁ ଯଦି ବଡ଼ ହେଇକି ମୋତେ ଶାସନ କରିବାକୁ ଚାହୁଁଛୁ ମୁଁ ତତେ କାହିଁକି ଆଉ ମନା କରିବି ଆମ ଭିତରେ ପରଜନ୍ମରେ ଓଲଟା ପାଲଟା କରିଦେବା ମୁଁ ହେଇଯିବି ସାନ ତୁ ହେଇଯିବୁ ବଡ଼ ମୁଁ ବଡ଼ ହେଇଅଛି ବୋଲି ତୋ ମନରେ ଯଦି ଦୁଃଖ ହଉଛି ତୁ ମୋତେ ଶାସନ କରିବାକୁ ପ୍ରତିବାଦ କରିବାକୁ ଚାହିଁଲେ ବଡ଼ ଭାଇ ବୋଲି କହିପାରୁନୁ ବଡ଼ ଭାଇ ରାମ ବୋଲି ସାନ ଦୃଷ୍ଟିରୁ ଲକ୍ଷ୍ମଣ କହିପାରୁନାହାନ୍ତି ରାମ କହିଲେ ପରଜନ୍ମରେ ଆମେ ବଦଳେଇଦେବା ତେଣୁ ଯେତେବେଳେ ଆସିଲା ଦ୍ୱାପର ଯୁଗ ତ୍ରେତୟା ଯୁଗର ରାମ ଦ୍ୱାପରର କୃଷ୍ଣ ତ୍ରେତୟା ଯୁଗର ଲକ୍ଷ୍ମଣ ଦ୍ୱାପର ଯୁଗର ବଳରାମ ସେଇଥିପାଇଁ କହିଛନ୍ତି ରୋହିଣୀ ଗର୍ଭ ସମ୍ଭୂତ ଅନନ୍ତ ଶେଷ ଦେବ କୋଟି ସୂର୍ଯ୍ୟ ସମପ୍ରଭ ଶୁକ୍ଳ ବର୍ଣ୍ଣ ବଳଭଦ୍ର ତେଣୁ ଯିଏ ହେଇଛନ୍ତି ବଡ଼ ପଦବୀ ପାଇ ସେ ଅଛନ୍ତି ବୋଲି କହିଲେ କହି ସାରିଆ ଭିକ ବଳରାମକୁ କହିବା କହିଲେ ସେ ସାନ ଥିଲେ ବି ବର୍ତ୍ତମାନ ସମୟରେ ସେ ତ ବଡ଼ ନା ଆଗ ଘରର ମୁରବୀ ବଡ଼ ଭାଇକି ଦୁଃଖ ଜଣେଇଲା ପରେ ତାପରେ ସାରିଆ ଭିକ କହିଲେ ଯାଇ ସାନକୁ କହି ସାରିଆ ଭିକ से अनुभव ठाकुर अनुभव ठाकुर तुम्हें अनुभव ठाकुर चिंता चेतना भक्ति भावना चिंता चेतना भक्ति भावना रहिती स्थिति तुम्हारा अनुभव ठाकुर तुम्हें अनुभव ठाकुर आत्मा
ଥାଏ ଏ ନ୍ୟାୟରେ ପ୍ରଭୁ ପତିତ ପାବନଙ୍କୁ ଦର୍ଶନ କରିବା ପାଇଁ ଗଲେ ନିଶ୍ଚିତ ଆପଣମାନେ ଗୋଟିଏ ଭକ୍ତ ଭାବରେ ଗଣାଇ ପ୍ରଭୁ ଆପଣଙ୍କ ଦୁଃଖକୁ ଶୁଣିବେ। ତାହେଲେ ସେ ଜଗନ୍ନାଥ ସଂସ୍କୃତି ଗୋଟିଏ ଭକ୍ତ ଭଗବାନଙ୍କର କାହାଣୀ ଉପରକୁ ଆପଣଙ୍କୁ ନେଇଯାଉଛି। ଦେଖିବେ ଯୋଉ ଲକ୍ଷ୍ୟ ଶାଳଗ୍ରାମ ଶିଳା ଉପରେ ବସିଛନ୍ତି ପତିତ ପାବନ ଯୋଗୁରାମ ଶ୍ରୀମନ୍ଦିରରେ ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଉ ତମେ କେତେ ଜଣଙ୍କୁ ଦେଖିଛ କହିଲ? ଏଠି କେତେ ଜଣଙ୍କୁ ଦେଖିଛ କୁହ? ଏଠି ଅଛନ୍ତି ଯେ ତମେ ନଜର ପକେଇବ 4 ଜଣ। ସିଂହାସନରେ କିଏ କିଏ ବସନ୍ତି କହିଲ? ବଳଭଦ୍ର ଠାକୁର, କାଳିଆ ଠାକୁର, ମା ସୁଭଦ୍ରା ଆଉ ସୁଦର୍ଶନ ମହାରାଜ। 4 ଜଣକୁ ଦେଖିଛି। ଆଉ କିଏ ବସନ୍ତି? ଆଉ କିଏ ମୁଁ ଦେଖିଛି। ତାର ନାଁଟା ହଉଛି ସପ୍ତାହ ଭରଣ। ସେଠି 7 ଜଣ ବସନ୍ତି। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀ। ସେଇଥିପାଇଁ ପୁରା କହନ୍ତି ଦୋଳେ ଚଦଳ ଗୋବିନ୍ଦ ଚାପେ ଚ ମଧୁସୂଦନ ରଥେ ତୁମା ଦୃଷ୍ଟ୍ୱା ପୁନର୍ଜନ୍ମନି। ବସନ୍ତି ସେଠି 7 ଜଣ। କୋଉ ଉପରେ ବସନ୍ତି ନା ଲକ୍ଷ୍ୟ ଶାଳଗ୍ରାମ ଶିଳା ଉପରେ। ସେ ଶାଳଗ୍ରାମ ଶିଳାଟା ଏ ଜାଣିଥାଏ ଶିଳା ନୁହେଁ, ଚଳନ୍ତି ପ୍ରତିମା ହଉଛି ଭଗବାନଙ୍କ ଶାଳଗ୍ରାମ ଶିଳା। ସେ ଶିଳାର ମହତ୍ଵ କେତେ? ସେ ଶିଳା ଉପରେ ଆପଣଙ୍କୁ ଗୋଟିଏ କାହାଣୀଟେ ଦିଗ୍ଦର୍ଶନ ଦଉଛି। କହିଲେ ଏଇ ସକାଶରୁ ଛୋଟ କଥା ଏକ ମନେ ଉତ୍ତର ଭାରତେ ସବଳ ବୋଲିଲେ ଉତ୍ତର ଭାରତରେ ଶିଳାର ମହତ୍ଵଟା କେତେ ଦେଖନ୍ତୁ। ଗୋଟିଏ ଶବର ପଲ୍ଲୀଟିର ଜଣେ ଶବର ଥାନ୍ତି। ତାଙ୍କର ନାଁଟି ହଉଛି ମାଦଳ ପାଞ୍ଚୁରୀ କାହିଁକି ଦ୍ରୁତ। ଶିଳାର ବିଶେଷତ୍ଵ କେତେ? ତାର ବାପା ସେ ଶବରଟିର ନାଁଟା ହଉଛି ସଦନ ଶବର। ଶବରର କାମ ଯଦି ବାବୁ ପଶୁ ପକ୍ଷୀ ମାନଙ୍କୁ ଶିକାର କରିବା, ତାକୁ ବଜାରରେ ବିକ୍ରୟ କରିବା, ତା ପରିବାର ପ୍ରତିପୋଷଣ କରିବା। ଶବରର କାମ ହଉଛି ପକ୍ଷୀ ମାରିବା। ସଦନ ଶବର ଏତେ ଧର୍ମପରାୟଣ ଥାନ୍ତି ଯେ ସେ କେବେ ହେଲେ ପକ୍ଷୀ ମାରନ୍ତି ନା। ତାହେଲେ କରନ୍ତି କଣ ନା ନିତ୍ୟ ଗୁରୁ ବୈଷ୍ଣବ ଚରଣେ ସେବନ୍ତି ଗୁରୁ ଧର୍ମପରାୟଣ ଲୋକ ଯଦି ସେ କେବେ ଜୀବ ହତ୍ୟା କରିବା ପାଇଁ ଇଚ୍ଛୁକ ହୁଅନ୍ତି। ସଦନତ ଜାତିର ଶବର ତାପରେ ବି କେମିତି ଗୋଟିଏ କୁଟୁମ୍ବକୁ ପ୍ରତିପୋଷଣ କରିବାକୁ ପଡିବ ନା। ସବୁଦିନ ପ୍ରଭୁର ନାମ ଗାଆନ୍ତି। ଏମିତି କରିଚାଲିବା ବେଳେ ଦିନକର ଘଟଣା ନିଜେ ପକ୍ଷୀ ମାରନ୍ତି କିନ୍ତୁ କେମିତି ଗୋଟେ ଚଳିବେ ନା ଜୀବ ଧର୍ମ ପାପକୁ ଜାଣି ନିଜେ ପକ୍ଷୀ ମାରନ୍ତି ସତ୍ୟ। ଅନ୍ୟ ଯୋଉ ମାଂସ ବେପାରୀ ଥାନ୍ତି ତାଙ୍କୁ କିଛି ଟଙ୍କା ଦିଅନ୍ତି, ତାଙ୍କଠୁ ମାଂସ କିଛି କିଣିକି ଆଣନ୍ତି, ଅଳ୍ପ ଲାଭ ରଖି ସବୁଦିନ ବିକ୍ରୟ କରନ୍ତି। ସବୁଦିନ ଏମିତି ରାମ ରାମ କେତେ ନବ, ରାମ ରାମ କେତେ ଦବ, ଏମିତି ମାଂସ ବିକ୍ରୟ କରନ୍ତି। ତା ସହିତ
ତୁଣ୍ଡରେ ଭଗବାନଙ୍କ ନାମକୁ ପ୍ରଭୁଙ୍କ ନାମକୁ ସେ ଭଜନ କରନ୍ତି। ଦିନକର ଘଟଣା ସଦନ ମାଂସ ହାତରେ ମାଂସ ବିକ୍ରୟ କରୁଛନ୍ତି ପ୍ରଭୁର ନାମକୁ ଗାଇ ଗାଇ କହିଲେ ଶ୍ରୀରାମଚନ୍ଦ୍ର କୃପାଳୁ ଭଜ ମନ ଶ୍ରୀରାମଚନ୍ଦ୍ର କୃପାଳୁ ଭଜ ମନ ହରଣଂ ଭବ ଭୟ ଦାରୁଣଂ ନବ କଞ୍ଜ ଲୋଚନ କଞ୍ଜ ମୁଖର କର କଞ୍ଜ ପଦ କଞ୍ଜାରୁଣଂ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ହେ ହେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ 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 ରାମ ରାମ ସଂକଟ ମୋଚନ ଜୟ ହନୁମାନ ଚନ୍ଦନ ଚର୍ଚିତ ନୀଳ ପରେ ବଳ ପିତ ବସନ ବନ ମାରି କେଳି ଚରଣ ମଣି କୁଣ୍ଡଳ ମଣ୍ଡିତ କଣ୍ଡ ଯୁଗ ଶୀତ ସାରି ଶୀତ ସାରି ବୋଲ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ ଜ୍ଞାନୀ ମଣ୍ଡଳୀ ସଦନ ଏମିତି ମାଂସ ହାତରେ ମାଂସ ବିକ୍ରି କରନ୍ତି ପ୍ରଭୁଙ୍କର ନାମ ଗାଆନ୍ତି ଭଜନ ଗାଆନ୍ତି। ଦିନେ ଘଟଣା ହେଇଛି ଚୁଡ଼ି ବାବୁ କଣ ହେଇଛି ନା ଯୋଉ ମାଂସ ହାଟରେ ସଦନ ମାଂସ ବିକନ୍ତି ସେଇ ବାଟ ଦେଇ ଜଣେ ଋଷି ଯାଉଥାନ୍ତି ନା ସେହି ପଥ ଦେଇ ଋଷି କରନ୍ତି ଗମନ ଋଷି ଆହାକର୍ଣ୍ଣରେ ଶୁଣିଲେ କେନା ବୁଝି ପ୍ରଭୁ ନାମ ଯେ ଋଷି କହିଲେ ସେଇ ବାଟ ଦେଇ ଋଷି ପ୍ରବଚନ ଗଲାବେଳେ କାନରେ ଶୁଣିଲେ କିଏ ଗୋଟେ ସୁନ୍ଦର ଭାବେ ପ୍ରଭୁଙ୍କର ନାମ ଗାଉଛି ଋଷି ଆଉ ରହିପାରିଲେନି ସେ କଣ୍ଠସ୍ୱରକୁ ଶୁଣି ଶୁଣି ଚାଲି ଆସିଲେ ଦେଖିଲେ ସବର ପିଲାଟି ମାଂସ ହାତରେ ମାଂସ ବିକୁଛି ସୁନ୍ଦର ଭାବେ ପ୍ରଭୁ ନାମ ଗାଉଛି ଆମେ ଯେମିତି କହୁଛେ ଖତ ଗଦାରେ ପଦ୍ମ ଫୁଟିଛି ବୋଲି ଏତେ ସୁନ୍ଦର ଭାବରେ ଗାଉଛି ଋଷି ଯେତେବେଳେ ପହଞ୍ଚିଲେ ତ ଧର୍ମପରାୟଣ ଋଷିକୁ ଦେଖି ହାତ ଦିଟାକୁ ଯୋଡ଼ିଦେଲେ କହିଲେ ପବିତ୍ର ଜଳେ ପାଦ ଧୋଇ ଆସନରେ ବସାଇଲେ ଦେଇ ଋଷିକୁ ଦେଖି ନତମସ୍ତକ ହେଇଗଲେ ସଦନ କହିଲେ ଆଜ ଜୀବନ ମୋର ଧନ୍ୟ କଲି ମୁଁ ସାଧୁଦର କଲି ମୁଁ ସାଧୁଦର ସଦନ କହିଲେ ଆଜି ମୋ ଜୀବନଟା ଧନ୍ୟ ହେଇଗଲା ସକାଳୁ ସକାଳୁ ମତେ ଋଷିଙ୍କ ଦର୍ଶନ ମିଳିଗଲା ଯୋଉଦିନ ପ୍ରାତଃ ଚତୁର୍ବାବୁ ଗୁରୁ ବ୍ରାହ୍ମଣ ଅତିଥି ଏମାନଙ୍କ ଦର୍ଶନ ମିଳେ ସେ ଦିନଟି ଭାରି ମଙ୍ଗଳଦାୟକ ସଦନ ଦେଖିଲେ ଯେତେବେଳେ ହାତ ଯୋଡ଼ିଦେଲେ ପବିତ୍ର ଜଳରେ ପାଦଟା ମାଂସ ହାଟରୁ ପବିତ୍ର ଜଳ କୋଉଠୁ ଆଣିଲେ ପବିତ୍ର ଜଳ କହିଲେ ତମେ କଣ ବୁଝୁଛ କହିଲ ଗଙ୍ଗା ଜଳକୁ ପବିତ୍ର ଜଳ ବୋଲି ଆଚ୍ଛା ସେଠି ତ ସଦନ ଗଙ୍ଗା ଜଳ ରଖିନଥିଲା ସେ ମୋ ଗୁରୁକୁ ବସେଇ ଦେଇ କଲେଜରେ ଯାଇଥିଲେ ଗଙ୍ଗା ପାଣି ପାଇଁ ଦୋକାନରୁ 10 ଟଙ୍କିଆ ବୋତଲ ମୋ ବୋଉ ମାର୍ଗଶୀର ମାସ ଗୁରୁବାର ଆସିଲେ ଗୋଟେ ଲିଟରିକିଆ ବୋତଲ ରଖିଛି 10 ଟଙ୍କିଆ ଗଙ୍ଗା ପାଣି ଶିଶିରେ କିଣିଛି ସେ ତା ଦେହରେ ମିଶେଇ ଦେଇଛି ଯେତିକି ପାଣି କାଢୁଛି ପୁଣି ସେତିକି ପାଣି ତା ଦେହରେ ମୁଁ କହିଲି ଭୁଲ ସେ ପାଣି କଣ ସରୁନି ନା ତୁ କଣ ଜାଣିଛୁ ଏ ଗଙ୍ଗା ପାଣି ହାତରେ ପଡ଼ିଯାଉଛି ଏ ଯେତେ ପାଣି ହାତରେ ପଶିଲେ ଏ ପାଣି ଜମା କହିଲା ତୁ ଷ୍ଟେଜରେ ବୁଝେଇ ଏଠି ମତେ ବୁଝେଇ ପାରିବ ତାହେଲେ ଗଙ୍ଗା ଜଳଟା କଣ ଗଙ୍ଗା ଜଳ ଯଦି ସେ ତମ ପାଖରେ ମୋ ପାଖରେ ଆମେ ଯେତେ ବସିଛେ ଆମ ସମସ୍ତଙ୍କ ପାଖରେ ଅଛି ବୁଝିପାରୁଛନ୍ତି ବାବା সেটা হচ্ছে গঙ্গা পানি সেটা গঙ্গা পানি ভাগবতর স্রষ্টা সেই পানিটাকে নেই তো খালি ঈশান ধুই দাও বলে সেইটা হচ্ছে পরিষ্কার জগন্নাথ দাস ভাগবতের কইলে নাইয়ের হৃদয় যাহার নির্মল ଏବେ ଉଦ୍ଧବ ସେହି ଗଙ୍ଗା ଜଳ
ବ୍ରାହ୍ମଣ ଅତିଥି ଅଭ୍ୟାଗତ ଆସିଲେ ବାବା ହସ ହସ ବଦନରେ ଯଦି ଆଖିରେ ଦୁଇଟା ଲୋକ ରହିଗଲା ଖୁସି ହେଇଗଲି ମନଟା ପବିତ୍ର ଥିଲା ଆମେ କହୁଛେ ଗାଡ଼ିଆଟା ତେଣୁ ମନ ଯଦି ନିର୍ମଳ ଗଙ୍ଗାକୁ ଯାଇ ପାଣି ଆଣିବା କିଛି ଦରକାର ନାହିଁ ଆଗ ହୃଦୟଟାକୁ ସଫା କରିବାକୁ ହସ ହସ ବଦନରେ ବ୍ରାହ୍ମଣଙ୍କୁ ଦେଖିଲେ ଋଷିକୁ ଦେଖିଲେ ମୁଣ୍ଡଟି ନେଇଦେଲେ ଋଷି ଦେଖିଲେ ଏକ ଆଶ୍ଚର୍ଯ୍ୟ ଘଟଣା ମାଂସ ହାଟରେ ଦଣ୍ଡି ପୋଲା ଥାଏ ସେତେବେଳେ ପୂର୍ବରୁ ଗୋଟେ ଥିଲା ବିଶା ଯୋଉ ଗୋଟିକିଆ ଥାଏ ତାକୁ ବିଶା କହନ୍ତି ତାକୁ କଣ ଜାଣି ଅନୁମାନ କରିବାକୁ କହୁଛି ତାପରେ ଆସିଲା ଦଣ୍ଡି ପୋଲା ଏବେ ବି ଅଛି ତାପରେ କାଳକ୍ରମେ କମ୍ପ୍ୟୁଟର କଥା ଆଚ୍ଛା ହେଲା ଦଣ୍ଡି ପୋଲାରେ ଗୋଟେ ବଟ କରା ଥାଏ ଗୋଟା 200 250 କିଆ କୁଆଡୁ ହେଲା ହଁ 200 ଥାଏ 50 ଥାଏ ଏମିତି ଥାଏ ଅଧ କିଲୋ ଥାଏ କିଲୋ ଥାଏ ଏ ଯୋଉ ବଟ କରା ଗୁଡାକ କିଏ ଲୁହାର ତିଆରି କିଏ ପଥର ତିଆରି କିନ୍ତୁ ସଦନ ସିଏ ଯୋଉଥିରେ ବିଗ୍ରହ କରୁଛନ୍ତି ସିଏ ଶିଳାଟି ହଉଛି ଶାଳ ଗ୍ରାମ ସଦନ ସବର ଶିଖିଲା ସେଟା ଜାଣିପାରୁନି କିନ୍ତୁ ଋଷି ଜାଣିଗଲେ ଯେ ଶାଳ ଗ୍ରାମ ଶିଳା ମାଂସ ହାତରେ ରଖି ମାଂସ ପକ୍ଷୀ ରକ୍ତ ଲଗେଇ ପ୍ରଭୁଙ୍କର ଚଳନ୍ତି ପ୍ରତିମା ଶାଳଗ୍ରାମ ଶିଳାରେ ସଦନ ଚିନ୍ତା କଲାଣି ବୋଲି ଋଷି ଯେତେବେଳେ ଆଶ୍ଚର୍ଯ୍ୟ ହେଲେ ମନରେ ଚିନ୍ତା କଲେ ଶାସ୍ତ୍ର କହିଛନ୍ତି ବାପା ଶାଳଗ୍ରାମ ଶିଳା ବନ୍ଧୁ ବନ୍ଧୁ ଏକାଦଶୀ ବ୍ରତ ବିପ୍ରପାଦ ରଜ ବନ୍ଧୁ ନାସ୍ତି ବନ୍ଧୁ ତିନୋଟି କର୍ମ ଯଦି ବାବୁ ଯିଏ କରନ୍ତି ତାଙ୍କୁ ଅନ୍ତିମ ସମୟରେ ଯମଦଣ୍ଡ କେବେ ଲାଗିବ ଶାଳଗ୍ରାମ ଶିଳା ବନ୍ଧୁ ଶାଳଗ୍ରାମର ଧୁଆ ପାଣିକୁ ସବୁଦିନ ଆପଣ ଯଦି ପିଇବେ ଯମଦଣ୍ଡ ଲାଗିବ କାହିଁକି ଆମେ ମାଣନ୍ଦିକୁ କୀର୍ତ୍ତନ କରିବାକୁ ଆସିବୁ ଆପଣ ଆମକୁ ପାଣି ଦେବେ ଏସରେ ବୋତଲ ପାଣି ଦେଇ ଦେଇଛନ୍ତି ବୋଲି ଆମେ ପଚାରି ପାରୁନୁ ଆରେ ସେ ଯୋଉ ଯଦି ଟ୍ୟୁବଲ ପାଣି କି ନଈ ପାଣି ମୁଁ ପଚାରିବି ଗୋବିନ୍ଦ ତୁମର କୋଉ ପାଣି ପିଉଛ ସେ ତ ନଳକୂଅ ପାଣି କି ଟ୍ୟୁବଲ ପାଣି କହିବ କିନ୍ତୁ ସେଇ ପାଣି କି ଗୋବିନ୍ଦ ସେମିତି ଆସି ଭକ୍ତ ନୁହେଁ ତମକୁ ତମେ ଯାହା ସମସ୍ତଙ୍କୁ ସେଇଆ ଭାବନା ହଁ ସେ କଥା କହିବ ତମେ କୋଉ ପରିବାର କୋଉ ବୁଝୁଛ ଆମେ ପଚାରିବୁ ଏଇଟା କି ପାଣି କି କିନ୍ତୁ ସେଇ ପାଣିରେ ଶାଳଗ୍ରାମଟିକୁ ପକେଇ ଯଦି ତୁଳସୀ ଖଣ୍ଡେ ପିଇବାକୁ ଦେବେ ଆମେ କେତେ ଦିନର ପାଣି କି ପାଣି ପଚାରିବୁ ଠାକୁରଙ୍କ ସ୍ନାନ ପାଣି ଆମେ ତାକୁ ପଚାରିବେ କଣ ସାହସ ଅଛି ତା କି ପାଣି କୋଉ ଦିନର ପାଣି ପଚାରି ପାରିବୁ ଦଶି ପୋକ କାଇଁ ପିଇଲେ କଣ ରୋଗ ହଉଛି ତମର ରୋଗ ହଉନି ମୂଳଟି ଅଟଇ ବିଶ୍ୱାସ ଭଳି ତେଣୁ ତାକୁ ପିଇଲେ ଆମେ ପଚାରି ପାରିବା କାହିଁକି ନା ଜଳ ପାନେ କୁପତରାକ ମାନ ବିଚାର ଖାଇ ବିଚାର ଏ ଶାଳଗ୍ରାମେ ସ୍ନାନ କରିଲେ ତାହା ଯାଏ ଉଭେଇ ପିଇଲା ବେଳେ ବାପା ଆମେ କି ପାଣି କୋଉ ପାଣି ବୋଲି ପଚାରି ପାରିବୁ କିନ୍ତୁ ଶାଳଗ୍ରାମରେ ସ୍ନାନ କଲା ପରେ ଆମେ ଆଉ ପଚାରି ପାରିବୁ ଯିଏ କି ପାଣି କି କେତେ ଦିନର ପାଣି ତାହେଲେ ଶାଳଗ୍ରାମର ଧୁଆ ପାଣିକୁ ଯେ ପ୍ରତ୍ୟେକ ଦିନ ବନ୍ଧୁ ଏକାଦଶୀ ବ୍ରତ ମାସକୁ ଯୋଡ଼ି ଏକାଦଶୀ ବ୍ରତ ଯିଏ କରନ୍ତି ତାଙ୍କୁ ଯମଦଣ୍ଡ ଏକାଦଶୀ ବ୍ରତ ଯିଏ କରନ୍ତି ତାଙ୍କୁ ଯମଦଣ୍ଡ ବିପ୍ରପାଦ ରଜବତୀ ବ୍ରାହ୍ମଣଙ୍କ ପାଦ ଧୁଏ ମସ୍ତକରେ ଯିଏ ମାରନ୍ତି ଚୁଦିଲ ତାକୁ ଯମଦଣ୍ଡ ରୋଗ ଚଢିଯିବ ସ୍ନାୟୁ ଫୁଲ ହେଇଯିବ ବାଳ ଫୁଲ ହେଇଯିବ ବ୍ରାହ୍ମଣଙ୍କ ପାଦ ଧୂଳି ମାଟି ଭାଇନା ଆଉ ହଁ ସେଟା ଚିଲେଇକି କହ ଭାଇନା ସାମ୍ନାରେ ବସନ୍ତି ଜନ୍ମ ପୁରା କମଣ୍ଡଳରୁ ପାଣି କାଢିକି ସିଞ୍ଚି ଦେବେ ପୋକ ମାଛି ହେଇଯିବ ଆମ ବ୍ରହ୍ମଗିରି ଭାଇନା କଥା ତମରି ଗାଁ ଭାଇନା କଥା କହ ତାହେଲେ ଆଉ କିଛି ଅସୁବିଧା କି ଆମ ଗାଁ ଭାଇନା ଗ୍ରୁପରୁ 5 ଲକ୍ଷ ଟଙ୍କା ନେଲେ କୁକୁଡ଼ା ଚାଷ ପାଇଁ ତମ ଗାଁ ଭାଇନା ଆମ ଗାଁ ତ ଦିଅ ଦେଉଳ ନାହିଁ ଆଉ କଣ କରିବେ କୁକୁଡ଼ା ଚାଷ କଲେ ଆଚ୍ଛା ସକାଳୁ ଉଠିବି ଭାଇନା କୁକୁଡ଼ା ଉପରେ ଖାଦ୍ୟ ଦେଇଥିଲେ
କେତେ କଣ ସେ ଭିତରେ କାର୍ଯ୍ୟ ଦାନା ଦେଇ ପାଣି ଦେଇ ଭିତରୁ ଚାଲିକି ଆସିବ। ଖାଲି ପାଦରେ ଚାଲି ଯାଉଥିବେ ମୁଁ ସକାଳୁ ଉଠିକି ଯାଉଛି ମୁଁ ଦେଖିବି ଯେମିତି ଭାଇନାକୁ ପାଦ ଧୋଇ ଆଣିକି ମୁଣ୍ଡରେ ଯଦି ମାରିବି କୁକୁଡ଼ାର ସବୁ ଲାଗିଥିବ କଣ ହବ ମୁଣ୍ଡର ଅବସ୍ଥା ବାଟ ଫୁଲ ହେଇଯିବନି ବାଟରୁ କହିଯିବ ତମ ଗାଁ ଭାଇନା କୁକୁଡ଼ା ଚାଷ ତମେ ଯେମିତି ହେଲା ତମ ଗାଁ ଯେମିତି ତମ ଗାଁ ଭାଇନା ସେମିତି। ଆଉ କଣ ଭାଇନାକୁ ଅଲଗା ପ୍ରକାର ଭାଇନା ଆଣିକି ରଖିଥାନ୍ତି ନା କଣ? ତ ତମ ସବୁ ରାଜଚଟକ ପଡିଛି ଏଠି ଭାଇନା ବସୁଛନ୍ତି ହିସାବରେ କର ବିପ୍ରପାତ ରଜ ବନ୍ଧୁ ତମେ ସିନା ଚନ୍ଦ୍ରକୁ ହସିବା ପାଇଁ କହିବା ବାହୁଲ୍ୟରେ କହିପାର ବ୍ରାହ୍ମଣଙ୍କ ପାଦ ଧରି ମସ୍ତକରେ ମାରିଲେ ଜନଧନ ଲାଗିଲେ କାହିଁକି ନା ଗୁରୁ ବ୍ରାହ୍ମଣ ପିତା ମାତା ଇଏ ଚାରି ମର୍ତ୍ତ୍ୟ ଲୋକେ ଜଗନ୍ନାଥ ଦାସ କହିଲେ ଚାରି ଜଣଙ୍କୁ ନମସ୍କାର କରିବୁ ପିତା ମାତା ଗୁରୁ ଆଉ ଦେବତା ବ୍ରାହ୍ମଣ ନୀତିପତି ସେବୁଥିବୁ ଏଇ 5 ଜଣ ପିତା ମାତା ଗୁରୁ ଦେବତା ବ୍ରାହ୍ମଣ ପିତା ମଞ୍ଚ ଉପରେ ଅଛନ୍ତି ଯେଡ଼େ ବଡ଼ ପଦବୀରେ ଥାନ୍ତୁ ବାପାଙ୍କୁ ଦେଖିଲେ ନମସ୍କାର କରିବୁ ମାଆଙ୍କୁ ଦେଖିଲେ କରିବୁ ଗୁରୁଙ୍କୁ ଦେଖିଲେ କରିବୁ ଯୋଉଠି ଥାନ୍ତୁ ଗୁରୁଙ୍କୁ ଦେଖିଲେ ନମସ୍କାର କାହିଁକି ନା ଗୁରୁ ତ ଆଜି ଆମକୁ କିଛି ଶିକ୍ଷା ଦବାରେ ଆମେ ମଞ୍ଚ ଉପରେ ଚନ୍ଦ୍ରକୁ ଠିଆ ହେଇକି ପରିଶ୍ରମ କରି ଗୁରୁକୁ ଦେଖିକି ନମସ୍କାର ହେଲେ ଲସରେ ପଡ଼ିବ ଲସ୍ କାହିଁ ହବ ଲସରେ ପଡ଼ିବନି ଯେ ମତେ ଯୋଉ ନୂତନ ଶିଖେଇଛି ଯୋଉ ସାର୍ ବିଜୟ କୁମାର ପ୍ରଧାନ ଆଚ୍ଛା ସେ ସାର୍ଙ୍କ ଘର ସାରା ଆମର ଘରଠୁ 1 କିଲୋମିଟର ଦୂରରେ ତମ ଛକ ସାରଙ୍କ ଛକ ଏକା ଏକା ଛକ ସେ ବାଲିକରାକୁ ଆମେ 3 ଫୁଟ ଗୋଟିଏ ଛକ ଆମର ହଁ ହଁ ଆଚ୍ଛା ମୁଁ କୀର୍ତ୍ତନକୁ ବାହାରିକି ଆସିଲା ବେଳକୁ 3ଟା ବେଳକୁ ସାର୍ ଗୋଟେ ପାଗ ଜାଣିଗଲେ ଯେ ଖାସ 3ଟା ବେଳକୁ ଆସିକି ଛକ ଉପରେ ବସୁଛି ଏଇନେ ଶିଷ୍ୟ ପିଲା ଆସିବେ ଚା ଫା ଦେବେ ପାନ ଦେବେ ସିଗାରେଟ ଦେବେ ସାର ଗୋଟେ ମାଗଣା ଖାଇବାକୁ ଲୋଭରେ ଠିକ ତମେ ବାହାରିଲା ବେଳକୁ ଆସି ପହଞ୍ଚନ୍ତି ଆଉ ଥରେ ତମ ହଁ ଦେଇ ଦେଇ ତମେ 5-10 ଟଙ୍କା କି 15 ଟଙ୍କା ଦଉଛ ଆଚ୍ଛା ଥରେ ଦେଲି 2 ଥର ଦେଲି 3 ଥର ଦେଲି 4 ଥର ବେଳକୁ କିଏ 20 ଟଙ୍କା ସର୍ଟ ହଉଛି ମୋ ସ୍ତ୍ରୀ କହିଲା କୋଉଠି ତମେ ଖର୍ଚ୍ଚ କରୁଛ କି ମୁଁ କହିଲି ସାର୍ ପୁରା ଦେଖା ଯାଉଛି ପାନ ସିଗାରେଟ ଖଣ୍ଡେ ଖଣ୍ଡେ ଦେଲା ବେଳକୁ 25 ଟଙ୍କା ଖର୍ଚ୍ଚ ହେଇଯାଉଛି ହଁ ହଉ କୋଉ ଅସୁବିଧା ହେଲା ଲସ୍ ହେଲାନି ଏବେ ଗୁରୁଙ୍କୁ ଦେଖିଲେ ଗାମୁଛା ପକେଇ ଦେଇକି ଗୁରୁ ସେପଟେ ବସିଛି ଆଡ଼େଇ ଯାଉଛି ଆରେ 25 ଟଙ୍କା ଟା ବଞ୍ଚେଇଲେ କଣ ତମର ଆଲୁ ହେଇଯିବ 25 ଟଙ୍କା ବଞ୍ଚିଲେ ମୋ ପିଲାଙ୍କର 2ଟା ଅଣ୍ଡା ହବ 25 ଟଙ୍କା ଗୁରୁଙ୍କୁ ଦେଲେ ଲସ୍ ହଉଛି ଆଚ୍ଛା ଗୁରୁ ଯୋଉ ଶିଖେଇବାରେ ତ ତମେ 2 ପଇସା ରୋଜଗାର କରୁଛ କାଇଁ ଗୁରୁ ଯେତେବେଳେ ଶିଖେଇଥିଲେ କଣ ମାଗଣାରେ ଶିଖେଇଥିଲେ ମାସକୁ ମାସ ପେମେଣ୍ଟ ନଉଥିଲେ ମୋ ପେମେଣ୍ଟ ନିଅନ୍ତୁ ହଁ ସେତେବେଳେ ପେମେଣ୍ଟ ନଉଥିଲେ ଏବେ ସେମିତି ପେମେଣ୍ଟ ଦଉଛ ଆଉ ଏଇଟା କଣ ବୋନସ ନା ପିଏ ପଡିବ এটা পেনশন পয়সা তেଣୁ ପିତା ମାତା ଗୁରୁ ଦେବତା ବ୍ରାହ୍ମଣ ଶାଳଗ୍ରାମ ଶିଳା ବନ୍ଧୁ ଏକାଦଶୀ ବ୍ରତ ବିପ୍ରପାଦ ରଜବନ୍ଧୁ ନାସ୍ତି ବନ୍ଧୁ ଶିଳାଟିକୁ ଧରି ସଦନ ଯେତେବେଳେ ପକ୍ଷୀ ରତ୍ନ ଲଗେଇଛି ଋଷି ଚିନ୍ତା କଲେ ଏଠୁ କଳେ ବଳେ କୌଶଳେ ଶିଳାଟାକୁ ମତେ ନେଇଯିବା ପାଇଁ ମୋ ପ୍ରଭୁକୁ ଏଠୁ ନେବି ପକ୍ଷୀ ରକ୍ତରେ ଲଗେଇ କେଡ଼େ କଷ୍ଟ ଦେଇ ପ୍ରଭୁକୁ ରଖିଛି ଶିଳାଟା ଯେତେବେଳେ ମାଗିଲେ କହିଲେ ବାବୁରେ ମତେ ଶିଳାଟା ଟିକେ ଦିଅ ସଦନ କଲା କି ପଥର ନେଇ କଣ କରିବେ ନା ଦେଇକି ପାରିବୁ ବାବୁରେ ଶିଳା ଗୋଟି କତର ଇଏ ଶରୀର ସେବାରେ ଲାଗିବ ମୋର ହେଉ ଉପକାର ସେ ଉପକାର କହିଲେ ମୁଁ ତ ବୁଢ଼ା ଲୋକ ହେଲାଣି ବାପା ମୁଁ ସକାଳୁ ଉଠି ଦାନ୍ତ ଘଷିଲା ବେଳେ ଦାନ୍ତ କାଟିଲେ ମତେ ବଡ଼ କଷ୍ଟ ଦଉଛି ପଥରଟା ତ ସୁନ୍ଦର ହେଇଛି ଦାନ୍ତ କାଟିଲେ ମୋ ମୁଣ୍ଡଟା ଟିକେ ନେଇ ଘର୍ଷଣ କରିଦେଲେ ମତେ ଦାନ୍ତ ଘଷିବାକୁ ସୁବିଧା ଅଙ୍ଗ ଗଣିତଂ ଗଣିତଂ ଦାନ୍ତ କାଟିଟାକୁ ନେଇ ପଥରରେ ଛେଚିଦେଲେ ମତେ ଦାନ୍ତ ଘଷିବାକୁ ଟିକେ ସୁବିଧା ହବ ମତେ ପଥର ଖଣ୍ଡିକ ଦିଅ ସେ ତ ଧର୍ମପରାୟଣ ଲୋକ ଯେତେବେଳେ ବୁଢ଼ା ଲୋକ ମାଗିଦେଲେ ଶିଳାଟିକୁ ଦେଇଦେଲେ କହିଲେ ସେ ଶାଳଗ୍ରାମ ଶିଳା ଧରି କରିଲେ ଗମନ ଋଷି ଏବେ ଆଶ୍ରମ ନିକଟରେ ଯାଇ ଆଶ୍ରମ ନିକଟରେ ଯାଇ ଏବେ ମିଳିଲେ ଦକ୍ଷ ଦେଇଛନ୍ତି ଋଷି କଳା କଳା କୌଶଳ କଲେ ପଥରଟାକୁ ଯୋଉ ନେଇକରି
ଶିଳାଟାକୁ ପରିଷ୍କାର କରିଦେଲେ। ମଠରେ ଅଛନ୍ତି ବାବାଜୀ ଗନ୍ଧ କୁସୁମ ଧୂପ ଦୀପ ନୈବେଦ୍ୟ ଦେଇ ଶିଳାକୁ ପୂଜା କଲେ। ଋଷିକି ଟିକେ ନିଦ୍ରା ଲାଗିଛି, ସ୍ନାନ ଶୌଚ ସାରି ସନ୍ଧ୍ୟା ସମୟରେ ଯେତେବେଳେ ଋଷି ଶୟନ କରିଛନ୍ତି, ଅନ୍ତର୍ଯ୍ୟାମୀ ନାରାୟଣଙ୍କର ସ୍ୱପ୍ନାଦେଶ ହେଲା, ଏ ଋଷି ତମେ କଣ କଲ? ସରଳ ବିଶ୍ୱାସୀ ନିକଟେ କଲୁ ଇଏ ଛଳକାରୀ କିପରି ଭରିଲୁ ହୃଦେ ଭରିଲୁ ହୃଦେ ଋଷି ସେଦିନ ଯେତେବେଳେ ଶୋଇଛନ୍ତି ପ୍ରଭୁଙ୍କର ସ୍ୱପ୍ନାଦେଶ ହେଲା, ଋଷି ତମେ କଣ କଲ? ମୋ ଭକ୍ତଠୁ ତମେ ମତେ ଅଲଗା କରିଦେଲ। ଭକ୍ତ ଭଗବାନଙ୍କ ପାଖରେ, ଭଗବାନ ଭକ୍ତ ପାଖରେ ଖୁସି ହେଇଥାନ୍ତି। ସେ ପକ୍ଷୀ ରକ୍ତ ଲଗେଇ ରଖୁ କି ଯେମିତି ରଖୁ, ମାଳା ତିଳକ ପକେଇ ଚୁଦିର ଚନ୍ଦନ ତିଳକ ମାରି ଅରୁଆ ଖାଇ ଗେରୁଆ ପିନ୍ଧିଦେଲେ କେହି କେବେ ପ୍ରଭୁଙ୍କର ଭକ୍ତ ହେଇଯାଆନ୍ତି ନାହିଁ। କାହିଁକି ନା କରିମାଳା ଠକ ଠକ ତାକୁ ପାଇବୁ କି ରେ, କରିମାଳା ଠକ ଠକ ତାକୁ ପାଇବୁ କି ରେ, ଇଏ ଅରୁଆ ଖାଇବୁ ଗେରୁଆ ପିନ୍ଧିଲେ, ଇଏ ଯେତେ ଖୋଜୁଥିବୁ ଜୀବନ ଯାକ ଠକ ଠକ ତାକୁ ଅଜାଣିଥିଲି ବାପା ମାଳା ଗଳେଇ ଚିତା ତିଲକ ମାରି ବୁଲିଲେ, କିଛି ଲାଭ ନାହିଁ। ଯୁଦ୍ର ଉଡ଼ାରେ ବୁଲୁନାହାନ୍ତି, ଦିବସ କାଟୁଥିବେ ଚିତା, ରାତିକି ଲଢୁଥିବେ ମାତା। ଦିନରେ ଏମିତି କେତେ ବାଜି ବୁଲୁ, ଖାଲି ଚିତା ତିଲକ ମାରି ରାମେ 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 ରାତି ହେଇଗଲେ କି ବାଜି ଚାରି ପ୍ରକାର ମାନେ ଗୋଟେ ଗାତୁଆ, ଗୋଟେ ଚଞ୍ଛା, ଗୋଟେ ଅଚଞ୍ଛା, ଗୋଟେ ଗାତୁଆ, ଗୋଟେ ଚାଳୁଆ, ଚାରି ପ୍ରକାର ବାଜି ପଡିବ। ଏଇଠି ବିଚିତ୍ର କଥା କହୁଛି। କଣ ବିଚିତ୍ର କଥା ମ? କଣ କିଏ ରମାକାନ୍ତ ଏସବୁ କୁହନ୍ତି? ରମାକାନ୍ତ ଆଜି ଯୋଉ ବେଶ, ସେ ବେଶରୁ ଜଣା ପଡୁଛି ଚାଳୁଆ ବାଜି। ଆଉ ଦେଖୁନ ଆଜି ଗୋବିନ୍ଦା କି ରମା କି ଦେଖ, ଆଜି ଯିଏ କମେ ସବୁ ଚାଳୁଆ ବାଜି। ଆଉ ତାହେଲେ ଇଏ ଗୃହସ୍ଥ ବାବା, ତା ମାନେ ତମେ ଯୋଉ କହିଲ କି ବାବାଜୀ ଚଞ୍ଛା ଏସବୁ କୋଉଠି ରହନ୍ତି କି ପୁଅ? ସେ କୋଉଠି? ଭୁବନେଶ୍ୱର ସାର୍ ଚାଲିଯିବେ ଇସ୍କନ ମଠ, ଇସ୍କନ ମଠ, ଇସ୍କନ ମଠ ଭିତରକୁ ପଶିଯିବେ, ଚାରିପଟ ଲଣ୍ଡନ ହେଇଥିବେ, ମଝିରେ ଗୋଟେ କଖାରୁ ଟେପ ରଖିଥିବେ। ଏଟା କଖାରୁ ଟେପ ଚୈତନ୍ୟ ଚୁଟି। ଓହୋ, ଇସ୍କନ ମଠରେ ଯୋଉ ଲଣ୍ଡା ହେଇଯାଇଥିବେ, ଲଣ୍ଡା ବାବାଜୀ ହଉଛନ୍ତି ମାନେ ତାଙ୍କ ଚାଞ୍ଚି ହେଇଯାଇଛି ତ ସେ ଚଞ୍ଛା। ଆଉ ରହିଲେ ଅଚଞ୍ଛା। ଜୋରନ୍ଦା ଗାଦିରେ ଯୋଉମାନେ ତାଙ୍କ ଦାଢି ଚଟା ବିଲକୁଲ କଟା। ତାପରେ ରହିଲେ ସେ କୋଉଠି ରହନ୍ତି? ଭୁବନେଶ୍ୱର ଖଣ୍ଡଗିରି ଗୁମ୍ଫାରେ ଇଏ ଗୁମ୍ଫା ଭିତରକୁ ପଶିଯିବେ। ଯେତେବେଳେ ଲୋକ ବୁଲିବାକୁ ଯିବେ, ପର୍ଯ୍ୟଟକ ମାନେ ପର୍ଯ୍ୟଟନ କରିବା ପାଇଁ ଯେତେବେଳେ ଯାଆନ୍ତି, ଗାତୁଆ ବାଜି କଣ କରିବେ, ଗୁମ୍ଫା ଭିତରେ ପଶିକି ଯିବେ, ପଶି ଯାଉଥିବେ, ବାହାରି ପଡୁଥିବେ, ପଶି ଯାଉଥିବେ, ଇଏ ହେଲେ ଗାତୁଆ। ଗାତୁଆ ବାଜି। ତାହେଲେ ଚାଳୁଆ କୋଉଠି ରହନ୍ତି? ଚାଳୁଆ ରହନ୍ତି ଗାଁ ମୁଣ୍ଡରେ ଶେଷରେ, ଚାଳ ଘର କରିକି ରହନ୍ତି। କାହିଁକି? ତାକୁ କଣ ଘରେ ଜାଗା ନଥାଏ? ପିଲା ଛୁଆ 8-10ଟା ଜନ୍ମ କରିଦେବେ, ଯେମିତି ପୋଷି ନ ପାରିବେ ଆଉ ଖାଇବା ପିଇବା କରିଦେବେ, କର୍ମ ଭିଡରେ ନାମ ବାଦ ହେଇକି 7-8 ଜଣ ସାଙ୍ଗ ହେଇ 7-8 ଜଣ ସାଙ୍ଗ ହେଇଯିବେ, ଚାଳ ଘର ଟିକେ କରିଦେବେ, ଲଗା ଆସିବ। ଆମର ଆଉ ସଂସାର ପ୍ରତି ମୋହ ପାଇବା ନାହିଁ। ଦେଖୁନାହାନ୍ତି କେତେ ଜଣ ଥିବେ ଗାଁ ଶେଷ ଗୋଟେ ଚାଳ ଘର କରିଦେବେ, ଆଜ୍ଞା ଏଠି କହୁଥିଲୁ ନା ଆମକୁ ଆଉ ସଂସାର କଥା ବାପା କିଛି। ଏଠି କୋଉ ଦିନଠୁ ରହିଲେଣି ନା ଆଉ ସଂସାର ମୋହ ପ୍ରତି ଲୋଭ ନାହିଁ, ନା ପିଲା ଛୁଆ ୟାର ପିଲା ଜନ୍ମ କରିଦେବେ 4-5 ମାସୁ ନା ଠିକ ତାକୁ ଖାଇବା ପିଇବାକୁ ଦେଇ ତାକୁ ଚଳେଇ ନ ପାରିଲା ବେଳକୁ ଯେତେବେଳେ ନାମ ଭିଡକୁ ବାହାରି 7-8 ଜଣ ଯୋଡେଇ ତାହେଲେ ଇଏ ହଉଛି 4 ପ୍ରକାର। ଶୁଣ, ମାୟାତିଳକ ପକେଇଦେଲେ କେହି ଭଗବାନଙ୍କର ଭକ୍ତ ନୁହେଁ। ଶୂନ୍ୟବାଣୀ ହେଇଛି ଋଷି ତମେ କଣ କଲ? କଣ କଲ ତୁମେ?
ମୁଁ ଭକ୍ତ ଠାକୁରଙ୍କୁ ଅଲଗା କରି ନେଇ ଆସିଲେ ସେ ସବୁବେଳେ ମୋ ନାମକୁ ତୁଣ୍ଡରେ ଯୋଉ ଗାଏ ମୁଁ ତା ପାଖରେ ଶୁଣି ଖୁସି ହୁଏ। ଯେତେ ତୁରନ୍ତ ପାରୁଛ ମୋ ଭକ୍ତ ସଦନ ପାଖରେ ମତେ ନେଇ ପହଞ୍ଚାଇ ଦିଅ। ଶୂନ୍ୟବାଣୀ ହେଲା ଶିଳାଟିକୁ ଧରି ଚିନ୍ତା କଲେ ତାମାନେ ମୋ ଗନ୍ଧର କଣ୍ଠର ଚନ୍ଦନ ଫୁଲ ସେ ଖୁସି ପ୍ରଭୁ ନା ଖୁସିରେ ନାହିଁ। ସେ ପକ୍ଷୀ ରକ୍ତ ଲଗେଇ ଆମିଷ ଲଟପଟ କରିଥିଲା ସେଠି ପ୍ରଭୁ ଖୁସିରେ ଅଛି। ଡେରି ନ କରି ଶିଳାଟିକୁ ଯେତେବେଳେ ନେଇ ସଦନ ପାଖରେ ଫେରେଇ ଦେଲେ ସଦନରେ ସଦନ ଆଶ୍ଚର୍ଯ୍ୟ କଲେ ଆଜ୍ଞା ରାତିରେ ନେଲେ ବେ ସକାଳ ମାନେ ଫେରେଇ ଦେଲେ ବେ ନା ସଦନ ଏ ଶିଳାଟା ଯାଇଥାଏ ଶିଳା ଭଗବାନଙ୍କ ପରମ ଭକ୍ତ ବେ ଏ ବିଶ୍ୱ ଚିନ୍ତାମଣି ନାରାୟଣ ଶିଳା ମଧ୍ୟରେ ରହି ସବୁବେଳେ ଖୁସିରେ ଥିଲେ। ମୁଁ ନେଇଯାଇଛି ସିନା ପ୍ରଭୁ ମତେ ଶୂନ୍ୟବାଣୀ ଦେଇଛନ୍ତି ତେଣୁ ଯଥାଶୀଘ୍ର ମୁଁ ତୋତେ ଶିଳାଟି ଫେରେଇ ଦେଇଛି। ବିଶ୍ୱ ଚିନ୍ତାମଣି ସଦନ ତୋ କଥା ଚିନ୍ତା କରୁଛନ୍ତି ତୁ ଟିକେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁଙ୍କ କଥା ଚିନ୍ତା କର। ସଦନ ଭାବିଲା ଯୋଉ ପ୍ରଭୁ ମତେ ଏତେ ଆଦର କରି ଭଲ ପାଉଛି ମୁଁ ଟିକେ ସେ ପ୍ରଭୁଙ୍କୁ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଯିବି। ପାଦଚଲା ରାସ୍ତାରେ ଉତ୍ତର ଭାରତର ସଦନ ଯେତେବେଳେ ୟାରି ମୁଣ୍ଡରେ ଚାଲି ଚାଲି ଆସନ୍ତି ଚାଲି ଚାଲି ଆସିଲା ବେଳେ ଚନ୍ଦ୍ରବାବୁ ପ୍ରଭୁ ନାମ ଗାଆନ୍ତି ପ୍ରଭୁଙ୍କର ନାମକୁ ଗାଇ ସଦନ ଚାଲି ଚାଲି ଆସିଛନ୍ତି। କଳା ଦିଅ କରୁଣା ଟିକେ କରିଦେ ରେ। କଳା ଦିଅ କରୁଣା ଟିକେ କରିଦେ ରେ। ଧାତ ହରି ଦୟାରେ ଧାତ ହରି ଦୟାରେ ତାଳ ଭରି ଦେ ରେ। କଳା ଦିଅ କରୁଣା ଟିକେ କରିଦେ 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 ଧାତ ହରି ଦୟାରେ ତାଳ ଭରି ଦେ ରେ। ଧାତ ହରି ଦୟାରେ ତାଳ ଭରିଦେ କଳା ଦିଅ କରୁଣା ଟିକେ କରିଦେ ରେ। କଳା ଦିଅ କରୁଣା ଟିକେ କରିଦେ ଆକେ ଜାଣିତେ ଜନମୁ ତୁ ହାତେ ଜନମ। ଆକେ ଜାଣି କେଉଁ ଜନମୁ ତୋ ସାଥେ ବନ୍ଧନ। ମୁଁ ସିନା ପାଖ ଲୋକ ମୁଁ ଏବେ ମୁଁ ସିନା ମାଟି ଘଟ ତୁ ଦାରୁ ଚନ୍ଦନ। ଏ ମୁଁ ସିନା ମାଟି ଘଟ ତୁ ତାରୁ ସଙ୍ଗନ ଆକେ ଜାଣିତେ ଜନମୁ ତୁ ସାଥେ ବନ୍ଧନ। ମୁଁ ସିନା ମାଟି ଘଟ ତୁ ଦାରୁ ଚନ୍ଦନ। ମୁଁ ସିନା ମାଟି ଘଟ ତୁ ତାରୁ ସଙ୍ଗନ ଜଣେ ଦାତା ଆଉ ଜଣେ ଦିନହୀନ ପତିତ। ମୁଁ ତୋର ପାଖ ଲୋକ ତୁ କଳା ଶାନ୍ତ। ମୁଁ ତୋର ପାଖ ଲୋକ ତୁ କଳା ଶାନ୍ତ ଭଗତ ଖାତାରେ ଭଗତ ଖାତାରେ ନାଁ ଲେଖିଦେ ରେ। କଳା ଦିଅ କରୁଣା ଟିକେ କରିଦେ 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 ମନା କଲେ ଶିଖ ଦ୍ୱାରୁ ଶହେ ଥର ଫେରିବି। ମନା କଲେ ଶିଖ ଦ୍ୱାରୁ ଶହେ ଥର ଫେରିବି। ନଦେଲେ ବି ଦୁଃଖ ନାହିଁ ତତେ ଖାଲି ମାଗିବି। ବି ଦୁଃଖ ନାହିଁ ତୋତେ ଖାଲି ମାଗିବି ମନା କଲେ ଶିଖ ଦ୍ୱାରୁ ଶହେ ଥର ଫେରିବି। ନଦେଲେ ବି ଦୁଃଖ ନାହିଁ ତତେ ଖାଲି ମାଗିବି। ନଦେଲେ ବି ଦୁଃଖ ନାହିଁ ତୋତେ ଖାଲି ମାଗିବି ମୁଁ ଅଛି ବୋଲି ତୋର ଦରପଣ କିଏ। ମୁଁ ଅଛି ବୋଲି ତୋର ତୁ ନଥିଲେ ମୋର ପାଖେ ନାହିଁ ମୋର
ତୁ ନଥିଲେ ମୋର ପାଖରେ ନାହିଁ ମୋର କିଛି ରେ ସରବ ଦୁଆରେ ଯେତେବେଳେ ଉତ୍ତର ଭାରତରୁ ପାଦ ଚଲା ରାସ୍ତାରେ ସଦନ ଚାଲି ଚାଲି ଇଏ ପ୍ରଭୁଙ୍କର ନାମକୁ ତୁଣ୍ଡରେ ଗାଇ ବଳରାମ ପୂଜା କମିଟିର ସମ୍ପାଦକ ବଳରାମ ବାବୁ ପ୍ରଦାନ କରିଛନ୍ତି ଗାୟକ ବାବୁଙ୍କର ଭଜନ ଗାଇବେ ତଥା ବଜେଇବାରେ ଖୁସି ଭାରତୀୟ ମୁଦ୍ରା ପ୍ରଭୁ ନାରାୟଣ ବଳରାମ ବାବୁଙ୍କର କଲ୍ୟାଣ କରି ମଙ୍ଗଳ କରିବା ସହିତ ଆପାତ ମସ୍ତକ ଶରୀର ସୁସ୍ଥ ରଖି ସୁସ୍ଥ ନିରାମୟ ଜୀବନ ପ୍ରଦାନ କରି ପବିତ୍ର ସଂସ୍କୃତି କରି ଗରମାଣ ଗ୍ରାମ କଲ୍ୟାଣ କରି ବଳରାମ ବାବୁଙ୍କର ଦୀର୍ଘାୟୁ କରି ପ୍ରଭୁ ସେଇ ଅକର୍ମ କର୍ମଦାୟକ ଯୁଗାନ୍ତ ଶଙ୍କର ଭଗବାନ ସବରିଷ୍ଠ ସକଳ ବ୍ୟାଧି ଖଣ୍ଡନ କରୁ ଜୀବନକୁ ଆନନ୍ଦ ଦେବା ପ୍ରଭୁ ନାମ ଗାଇ ସଦନ ଯେତେବେଳେ ଆସନ୍ତି ନାଇଁ ପରି ନାମ ଗାଇ କରନ୍ତି ଗମନ ଏହିପରି ପ୍ରଭୁଙ୍କ ନାମ ଗାଇ ଉତ୍ତର ଭାରତର ପାଦ ଚଲା ରାସ୍ତାରେ ଚାଲି ଚାଲି ବାପା ଗୋଟିଏ ଗାଁରେ ପହଞ୍ଚିଲେ ଗାଁଟି ହଉଛି ପିପିଲି ନିକଟବର୍ତ୍ତୀ ପିପିଲି ପାଖ ଗାଁଟାର ନାଁ ହଉଛି ଦାଣ୍ଡ ମୁକୁନ୍ଦପୁର ଦାଣ୍ଡ ମୁକୁନ୍ଦପୁର ବୋଲି ଗୋଟିଏ ଗାଁଟି ଅଛି ସେ ଗାଁରେ ଯେତେବେଳେ ଚୌଧୁରୀବାବୁ ସଦନ ଯାଇ ପହଞ୍ଚିଗଲେ ସନ୍ଧ୍ୟା ସମୟ ନିକଟି ଆସିଲେ ପାଦ ଚଲା ରାସ୍ତାରେ ଥକି ଗଲେ ସଦନ କଲେ ଆଉ ଯାଇ ହବ ଗୋଟେ ଘରର ଲମ୍ବା ଓସାରେ ବାରଣ୍ଡାଟି ଦେଖି ସଦନ କଲେ ଘରର ବାରଣ୍ଡା ଉପରେ ଟିକେ ଆଖି ପକେଇଦେଲେ ପୁଣି ସକାଳୁ ଉଠି ମୁଁ ପିପିଲି ପାଖ ହେଲାଣି ମାନେ ନିଶ୍ଚିତ କାଲି ଭିତରେ ପ୍ରଭୁଙ୍କୁ ଦର୍ଶନ ଏତିକି ଭାବି ସଦନ ଯେତେବେଳେ ସନ୍ଧ୍ୟା ସମୟରେ ଟିକେ ଶୋଇ ପଡ଼ିଛନ୍ତି ସନ୍ଧ୍ୟାବେଳେ ଝିଅ ବୋହୂମାନଙ୍କର କାମ ସନ୍ଧ୍ୟାବତୀ ଦେବା ଘର ଭିତରେ ଯୋଉ ଘରର ବାରଣ୍ଡାରେ ସଦନ ଶୋଇଛନ୍ତି ଜଣେ ଓଢ଼ଣା ପକେଇ ନୂଆ ବୋହୂଟିଏ ସନ୍ଧ୍ୟାବତୀ ଦେବା ପାଇଁ କହିଲେ ଦୀପକ ଜ୍ୟୋତି ପରମ ବ୍ରହ୍ମ ଦୀପକ ଜ୍ୟୋତି ଜନାର୍ଦ୍ଦନ ଦୀପକ ଜ୍ୟୋତି ହରିତ ପାପ ସନ୍ଧ୍ୟା ରୂପ ନମସ୍ତେ ବହୁଜଣଙ୍କ ସନ୍ଧ୍ୟାବତୀ ଦେଲେ ସନ୍ଧ୍ୟାବତୀ ନଜରଟା ପଡ଼ିଗଲା ମାନେ କଣ ଜଣେ ଘରର ବାରଣ୍ଡା ଉପରେ ଅଜଣା ପୁରୁଷ ରହିକି ଆସି ବିଶ୍ରାମ ନେଇଛନ୍ତି ଗାଁ ଲୋକ ହେଲେ ଯଦି ବାରଣ୍ଡା ଉପରେ ବସିଲେ ସନ୍ଦେହ ହବ ବାହାର ଲୋକ କିଏ ଯଦି ସନ୍ଧ୍ୟାବେଳେ ବାରଣ୍ଡା ଉପରେ ବସିଲେ ଆପଣଙ୍କର ଅଜଣା ମନ କେତେ ପ୍ରକାର ଚିନ୍ତାଧାରା କଣ କି ଠକ କି ବଦମାସ ବହୁତ ଦେଖିଲା ମୁଣ୍ଡରୁ ଓଢ଼ଣାଟା କାଢି ଯେତେବେଳେ ସଦନର ରୂପ ଉପରେ ନଜରଟା ପଡ଼ିଗଲା ବହୁଟିଏ ବାହା ହେଇଛି ପୁରା ଏମିତି ସୁନ୍ଦର ପୁରୁଷ ମୁଁ ଆଜି ପର୍ଯ୍ୟନ୍ତ କୋଉଠି ଦେଖିନେଇ ବହୁଟିର ସଦନ ଉପରେ ନଜର ପଡ଼ିଛି କାଳିଦାସ କହିଛନ୍ତି କହିଲେ ମନ ମଧୁକରା ମେଘା ମାନିନି ମଦନ ମରୁତ ମା ମଦ ମର୍କଟ ବସ୍ତ
ମୋ ଗାଁର ଦଶ ଚଞ୍ଚଳ ମୋ ଅକ୍ଷରରେ 10 ଜଣ ଚଞ୍ଚଳ ବୋଲି କାଳିଦାସ କହେ ମନଟା ଚଞ୍ଚଳ ଏଇ ମନ ବୃନ୍ଦାବନ ଏଇ ମନ ଦାସୀ ଏଇ ମନ ମଧୁରକାନ୍ତ ପୁରୀ ବାହାଘର ମନଟା ସବୁବେଳେ ଚଞ୍ଚଳ ଏଇଠି ବସିଥିଲେ ମନ ଦେଖିଲେ ମୁଁ ଡାକିବି ଘରକୁ ଯିବି ସକାଳ ପାଇଲେ କଣ କରିବି ମନ ଚଞ୍ଚଳ ମଧୁକରା ମହୁମାଛି କି ପ୍ରଜାପତି କି ଏ ଫୁଲ ସେ ଫୁଲ ଇଏ ମଧୁ ସଂଗ୍ରହ କରିବା ପାଇଁ କିଏ ସବୁବେଳେ ଏ ଫୁଲ ସେ ଫୁଲ ସିଏ ଚଞ୍ଚଳ ମେଘା ଆକାଶରେ ମେଘମାଳ ଗୁଡାକ ମେଘଟା ଚଞ୍ଚଳ ମନ ମଧୁକର ମେଘା ମାନିନି ଗଲେ ନାରୀ ଝିଅ ପିଲାମାନେ ସବୁବେଳେ ଚଞ୍ଚଳ ଝିଅ ପିଲାଙ୍କର ମତିଟା ଆପଣ ଡ୍ରେସ୍ ଦୋକାନ ବୁଝିବେ ପୁଅ ପିଲାଟି ଯିବ ଦି ଚାରିଟା ଦେଖିବ କି ଖଣ୍ଡୁଟି ଦେଖିବ ହଁ ଏଗୁଡାକ ବାନ୍ଧେ ଝିଅ ପିଲା ଯିବ ସେ ଯୋଉଟାକୁ ଭଲ ମନକୁ ତାର ପାଇଥିବ ସେଟାକୁ ସାଇଜ କରିକି ରଖିବ ତ ଭାଇ ଭାଇ ଏଟାକୁ ରଖିବା ଆଉ କିଏ ଦେଖୁନ ଝିଅ ପିଲା ଟିକେ ଗଲେ ସେ କଣ ସେଇ କଲରଟା ନାଲିଟା ଦେଖୁନ ଏଇ କଲରରେ ୟା ଆଉ ଅଲଗା ଡିଜାଇନର ଦେଖୁନ ଏଇ ଡିଜାଇନରେ ଅଲଗା ପ୍ରିଣ୍ଟ ଡିଜାଇନର ଦେଖୁନ ଆଉ ଟିକେ ଜରି ଲାଗିଥିବ କି ଷ୍ଟୋନ ଲାଗିଥିବ ଦେଖୁନ ତେଣୁ ଝିଅ ପିଲାଙ୍କର ମନଟା ଚଞ୍ଚଳ ତେଣୁ ମନ ମଧୁକରା ମେଘା ମାନିନୀ ମଦନ ମରୁତ କନ୍ଦରପୁର ଗ୍ରାମ ଚଞ୍ଚଳ ମଦନ କହିଲେ ମଦନ ମରୁତ କଲେ ପବନ ଚଞ୍ଚଳ ମର୍କଟ ଚଞ୍ଚଳ ମସ୍ତ ପାଣି ଭିତରେ ମାଛଟା ନାରୀ ମାନଙ୍କର ମତିଟା ଚଞ୍ଚଳ ଶିବପୁରାଣ କହିନାହାନ୍ତି କହିଲେ ସ୍ତ୍ରୀ ମାନଙ୍କର ମତି ଅଟଇ ଚଞ୍ଚଳ ଯେତିକି ଆନନ୍ଦ ସେତେ ଘର ଲୁଡ଼ ଯେତେ ଧାନ ଅଗ୍ନି ଯେତେ ମୁହଁକୁ ପତି କିଏ ପୁଣି ଧ୍ୟାନ ପୁରୁଷରେ ଥାଏ ମତି ଯେତେ ପୁରୁଷକୁ ଭୋଗ କରେ ସେ ଭଳି ପୁଣି ଧ୍ୟାନ ପୁରୁଷରେ ଥାଏ ନାରୀ ଝିଅ କିଏ ଶିବପୁରାଣଙ୍କ ମତରେ ଯେତେ ସୁନ୍ଦର ପୁରୁଷକୁ ବିବାହ କଲେଣି ଆଉ ଗୋଟେ ସୁନ୍ଦର ପୁରୁଷକୁ ଦେଖିଲେ ତା ମନଟା ଆକର୍ଷଣ ମୋ ସ୍ୱାମୀ ଟିକେ ସୁନ୍ଦର ହେଇଛି ୟାକୁ ବାହାରିଥାନ୍ତି କି ସମସ୍ତଙ୍କ ଭାବନାଟା ମୋର ସମାନ କିନ୍ତୁ ନାରୀର ମତିଟା ଚଞ୍ଚଳ ଯେତେବେଳେ ଝିଅଟିଏ ଦେଖିଦେଲା ସୁନ୍ଦର କନ୍ଦର୍ପମୟ ପୁରୁଷ କହିଲା ଭାଇ ଇଏ କେତେ କାଳ ବସିବେ ସହି ଗଡ଼ିଛି ବିଧାତା ରୂପ ରାଶି କେତେ କାଳ ବସିବେ ସହି ଗଡ଼ିଛି ବିଧାତା ରୂପ ରାଶି କେତେ କାଳ ବସିବେ ଦ୍ୱିତୀୟ ପୁତ୍ରକୁ କଲେ କେତେ କଷ୍ଟ ସହି କରିବେ ଦ୍ୱିତୀୟ ପୁତ୍ରକୁ କଲେ କେତେ କଷ୍ଟ ସହି କରିବେ ଇଏ ସେ କଷ୍ଟ ବିଗୁଣ ସାର୍ଥକ ହୋଇଲା ଇଏ ସେ କଷ୍ଟ ବିଗୁଣ ସାର୍ଥକ ହୋଇଲା କାମିନୀ ଝୁଲନ୍ତି ବସି କେତେ କାଳ ବସିବେ ସହି ଗଡ଼ିଛି ବିଧାତା କେତେ କାଳ ବସିବେ ସହି ଗଡ଼ିଛି ବିଧାତା କେତେ କାଳ ବସିବେ ସତେ କର କରିଛି ପୁଣ୍ୟ ସେବା କାର୍ଯ୍ୟ ହେବି ମୋ ଧନ୍ୟ
ଆଚ୍ଛା ଦେଖିଦେଲା ବେ ସଦନକୁ ତ ପାଦରେ ଚାଲି ଆସିଛି ଆମ ନିଦ ଜୋରିଆ ଇଏ ଶୋଇଲା ବେଳେ ବହୁଟିଏ ଘରକୁ ଆସିଲା ସନ୍ଧ୍ୟାବେଳେ ଆସିଛି ଦେଖିଲେ ତାପରେ ଘରେ ଆସି ବିଚାର କଲା ରାତି ବଢିଲା ଚୋର ମନଟା ଚୋର ଗଣ୍ଠିରେ ବେ ଆସୁଛି ଧରଟେ ଅନେଇ ଦେଇ ଯାଉଛି ଶୋଇଛି ପୁଣି ଆସୁଛି ଧରଟେ ଦେଖୁଛି ଯେତେବେଳେ ଶୟନ କକ୍ଷରେ ବେ ଉଭୟ ପତି ପତ୍ନୀ ସ୍ୱାମୀ ସ୍ତ୍ରୀ ଶୋଇଛନ୍ତି କାମ ଦେଲା ବେ ସରିଲା ଶୟନ କଲା ପରେ ସ୍ତ୍ରୀଟା ପାଦ ଚିପି ଚିପି ଶୋଇଲା ପରେ ମଣିଷ କଣ ଯାଉଛି ପାଦ ଚିପି ଚିପି ସ୍ୱାମୀଙ୍କୁ ଯେତେବେଳେ ଆଖିରେ ଦେଖିବାକୁ ଆସିଲା ବେ ସଦନକୁ ନିଦ ଜୋର ଇଏ ଶୋଇଛି ବେ କ୍ଷୀଣ ପଥରେ ଡାକିଦେଲା ହେଟି ରସିକ ବାପ ଗିଲ ହଁ ମୋ ଚିତ୍ତ ଚୋର ଆର ଡାକିଲା ତ ଏଇଠି ରସିକ ନା ଆଉ କଣ ଲୋକେ ଯେମିତି ଡକା ହବ ନା ଆଉ କଣ ଏ ଉଠୁଛୁ କିରେ ଡାକିବ ନାଇଁ ଡାକିଦେଲା କହିଲେ ଟିକେ ଶୁଣିବେ କି ହେଟି ରସିକ ଟିକେ ଶୁଣ ରସିକ ଆକାର ତ ଲଗେଇଦେବ ରସିକା କରିକି ତମ ବୋହୁ ନା କରିଦେବ କହିଲେ ଟିକେ ଶୁଣିବେ କି ବେ ସଦନ ନିଦଟା ଭାଙ୍ଗିଗଲା ହଁ କହିଲେ ହଁ ମା କଣ କହୁଛ ହଁ ମା କୁହ ସଦନ ହାତ ଯୋଡ଼ି ତାକୁ ଦେଖିଲା ଜଣେ ବିବାହିତା ନାରୀ ନା ବେ କହିଲେ କିଛି ବିପଦ ପଡ଼ିଛି କି ଏ ତ ଧର୍ମପରାୟଣ ଲୋକଟିଏ ନା ବଡ଼ ଉପକାରୀ କହିଲେ ମା କଣ ଆପଣଙ୍କର ଅସୁବିଧା ହେଇଛି ମୁଁ ଆପଣଙ୍କୁ କିଛି ସେବା କରିପାରେ ବେ ବହୁଟିଏ ବିଚାର କଲା କହିଲା ମୁଁ ଆପଣଙ୍କୁ କୁଆଡ଼େ ଆଇଛି ବାଡ଼ିପଡ଼ା ମୁଁ ଆପଣଙ୍କୁ କଣ ଆଇଛି ସେ ଗୋଟେ ମା ବୋଲି ସମ୍ବୋଧନ କରୁଛି କଣ କହିବ ଏ ପ୍ରକାର କହିଲ ଇଏ ମତେ ମା ବୋଲି ଡାକିଲା ବେ ମନରେ ଭାବିଲା ଯେ ବେ ତଥାପି କହିଲେ ଆପଣଙ୍କର ସଦନ କଲା ମା ମୁଁ କି ସେବା କରିପାରେ ବେ ନା ତମେ ମୋର ଆଜି ବହୁତ ବଡ଼ କାମ କରିବ ବେ ନା କଣ କୁହନ୍ତୁ ହେଲା ଘରେ କିଛି ଚାପ ବେଗ ଚୋର ଡକାୟତି କିଛି ବିପତ୍ତି ପଡ଼ିଛି ଯଦି ମୋତେ କୁହନ୍ତୁ ମୁଁ ଆପଣଙ୍କର ଗୋଟେ ପୁଅ ହିସାବରେ ଆପଣଙ୍କୁ ସେବା କରିପାରେ କୋଟି କହୁଛି ହେଲା କହିଲା ତୁମ୍ଭରୁ ପରାଶି ଇଏ ହେ ପାଗଳ ମତେ ହେ ପିଆଜ କରିଛି ମୁଁ ଚାହୁଁଛି ଉପଭୋଗ ମତେ ଏଇ କରନ୍ତୁ ମୋର ମନ ବଳିକି ବହୁଟି ହାତ ଯୋଡ଼ି ଦେଲା କହିଲେ ଆପଣ ମୋ ଆଗରେ ଏମିତି ହାତ ଯୋଡ଼ି ମତେ ମା ବୋଲି କୁହନ୍ତୁ ମୁଁ ଚାହୁଁଛି ଆପଣ ହନ୍ତେ ମୋର ସ୍ୱାମୀ କେହି ସମୟ ପାଇଁ ମୁଁ ହନ୍ତି ଆପଣଙ୍କର ସ୍ତ୍ରୀ ମୁଁ ଚାହୁଁଛି ଆଜି ରାତିକ ପାଇଁ ଆପଣ ମୋର ଏ ଦେହକୁ ଉପଭୋଗ କରନ୍ତୁ ଚମକି ପଡ଼ିଲା ସଦନ କହିଲେ ଆପଣ ଜଣେ ସତୀସ୍ୱାଦୀ ପତିବ୍ରତା ନାରୀ ଆପଣଙ୍କ ହାତରେ ଶଙ୍ଖା ମଥାରେ ସିନ୍ଦୁର ପାଦରେ ଅଳଙ୍କାର ଗାର ଆପଣ ଆଉ କାହାର ସମ୍ପଦ ଯଦି ନାରୀଟିଏ କିଛି ଦେହ ସୁଖ ଚାହିଁଛନ୍ତି ସେ ତା ସ୍ୱାମୀ ପାଖରେ ଅଳି କରିବାଟା ବିଧେୟ କହିଲେ ମୁଁ ଜଣେ ଅଜଣା ଅଛି ନା ପୁରୁଷ ତମର ତ ସ୍ୱାମୀ ଥିଲେ ନା ଆପଣ ସେ କଥା ତାକୁ କହିଲେ ଯୁକ୍ତିଯୁକ୍ତ ଆପଣ ମତେ କଥା କହୁଛନ୍ତି ଗଙ୍ଗାଧର ମେହେର କହିନାହାନ୍ତି କହିଲେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତ କରିବୁ ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ଶୋଇବୁ ଶୟନ ପରେ ଇଏ ସ୍ୱାମୀଙ୍କର ଶଯ୍ୟା ତେଜିବା ପୂର୍ବରୁ ଉଠୁଥିବୁ ପ୍ରତି କହିଲେ ମା ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀଙ୍କର ଧର୍ମ ମା ମାନେ ମୋର ବସିଛନ୍ତି ହେଲା ମା ମାନେ ସବୁ ବାପା ମାନଙ୍କ ସେବା କରୁଛନ୍ତି ଆଉ ସେବା ଅଛି ଯେ କରିବ ସବୁ ନାହିଁ କହିଲେ କେମିତି ହବ କିଏ ସେବା ଏ ପଚାର ମୋ ଗୋବିନ୍ଦ ଭାଉଜ ସେବା କରୁନାହାନ୍ତି ହାଁ ଏ ବଡ଼ ପାଟିରେ କଣ ଆମେ ଜାଣିଛୁ ମୋ ସେବା କେମିତିଆ କରୁଛି ସେବା ଉଠିଗଲାଣି ଏ ରମାୟଣ ମନରେ କହୁଛି ସେ ବହୁତ ନାହିଁ ସେବା ଉଠି ନାହିଁ ଉଠିଗଲାଣି ଯୋଉ ଦିନ ଠାରୁ ମା ମାନେ କଲାଣି 10 ଜଣିଆ ଗ୍ରୁପରୁ ସେଇ ଦିନ ଠାରୁ ଆମେ ସବୁତକ ପୁରୁଷ ହେଇଗଲାଣି ଚୁପ କିଏ ତାଙ୍କରି ନାଁରେ ତ ଲକ୍ଷ୍ମୀ ବସ ତାଙ୍କରି ନାଁରେ ତ ଅଣ୍ଡିରା ଭାଷ ପୁଣି ଏବେ ମିଳୁଛି କିସ୍ତି କିସ୍ତି ହେଇ ସୁଭଦ୍ରା ଯୋଜନା ତାଙ୍କରି ନାଁରେ ଆଉ ଅସୁବିଧା କଣ ହେଲା ଅସୁବିଧା କଣ ହେଲା ସେ ମୁଣ୍ଡ ଉପରେ ଚଢିବନି ଆଖି ଦେଖେଇକିରି କହନ୍ତି କି ଆମ ଯୋଜନା ପଇସା ଆମ ଗ୍ରୁପ ପଇସା ଆସିବାରୁ ତମେ ଘରେ ବସିକିରି ଚଳୁଛ ତମେ କଣ ଆମକୁ ଆଖି ଦେଖେଇ କଥାବାର୍ତ୍ତା କରିବ ହଁ ସତ କଥା ତ ଆରେ ସୁଭଦ୍ରା ଯୋଜନା ଆସୁଛି 5,000 ଲେଖା ଗ୍ରୁପ କିସ୍ତି କରିକି 5 ଲକ୍ଷ 10 ଲକ୍ଷ ଲୋନ ଉଠେଇ ତମେ ସେଇ ପଇସାରେ ଚଳିବ ସ୍ତ୍ରୀ କହିଲା ବାଧିଲା ଦେବି ମୁଁ ଗ୍ରୁପରୁ 5 ଲକ୍ଷ ଟଙ୍କା ଲୋନ ଆଣିଲେ ମାସକୁ ମାସ କିସ୍ତି ସୁଝିବ କିଏ ସୁଭଦ୍ରା ଯୋଜନା
କମିଶନ ପଇସା ଦେଇଥାନ୍ତି ସେମାନେ ସରକାର କଣ ତା ଘର ପଛରେ ଗଛ ଲଗେଇଥିଲେ ସେ କୁଆଡୁ ନେଲେ କୁଆଡୁ ବି ଦବ ଆଉ କଣ ସ୍ତ୍ରୀ ଆଖିରେ ଦେଖୁଛି ସ୍ତ୍ରୀ ଯଦି ଆଖିରେ ଦେଖୁଛି ତମେ ତା ପାଇଁ କିଛି ଶାସନ କରିବ ନା କାହିଁକି କହୁନ ସ୍ତ୍ରୀ ଦୋଷ କରିବ ତା ପାଇଁ କିଛି ଦଣ୍ଡ ଅଛି କଣ ଦଣ୍ଡ ସ୍ତ୍ରୀ ଦୋଷ ଗୋବିତା କରିବ ଗୋବିତା ଭାଉଜ ଦୋଷ କଲେ ତାର କଣ ଦଣ୍ଡ ଦୋଷ କରିବ କିଛି ଦଣ୍ଡ କଣ ନାହିଁ ଆଉ ଦଣ୍ଡ ଦେଲେ ଚଳିବ ହେ ଭଗବାନ ତଥାପି ବବିତାଇ ଆଉ ଗୋଟେ କଥା ନଜର କରିଥାଅ ବାଇଗଣକୁ କୋଡ଼ ଭାଇଟାକୁ ମାର ବାଇଗଣକୁ ଯେତେ କୋଡ଼ ଖର୍ଚ୍ଚ କରିବ ଜାମୁସାଇ ବାଇଗଣ ଅଳିଆ ସେତେ ଟେଷ୍ଟ ଲାଗିବ ଆଉ ଭାଇଟାକୁ ସ୍ତ୍ରୀକୁ ଯେତେ ମାଡ଼ ବାଡ଼ୁଥିବ ସେ ସେତେ ସାଇଜ ହେଇକି ରହୁଥିବ ହାଁ ଭାଇ ନା କଣ ମନକୁ କହିଲା ହେ ଭାଇ ସେଟା କହିଲେ ତ ଭାଉଜକୁ ମାର ରମାଇ କେତେ ଥର ଭାଉଜକୁ ବାଡ଼େଇଲଣି କହିଲ ସେ ଠିକ ସିଏ ସେଟା କରନ୍ତି ବୋଲି ତମେ କିଏ ନାହିଁ ତା ମାନେ ତମର ନଜରଟା ଭାଇଙ୍କ ଉପରେ ନାହିଁ ତମର ନଜରଟା ଅଲଗା ସ୍ତ୍ରୀ କି ବାଡ଼େଇବ ସ୍ତ୍ରୀ କି ବାଡ଼େଇବ ତା ପାଇଁ ଦଣ୍ଡ କଣ ନା ତମେ ଜଣକୁ କେତେ ଥର ବାଡ଼େଇବ ମୁଁ ବାଡ଼େଇବାକୁ ଚେଷ୍ଟା କରୁଛି ବାଡ଼େଇ ପାରୁନି ଚେଷ୍ଟା କରୁଛ ବାଡ଼େଇ ପାରୁନ ମୋ ସ୍ତ୍ରୀର ୱେଟ୍ 100 କିଲୋକୁ ମୋର ୱେଟ୍ ହେଉଛି 65 କିଲୋ ଧାକୁଟା ଓଜନ ହେଇଥିବ ଆଉ ଓଜନ ସହିତ ମାରକୁ ସମ୍ପର୍କ ସ୍ତ୍ରୀ ବାପା ଡାକୁଛନ୍ତି আর ये जो बापा কথা চৌধুরী তম স্ত্রী কোন তোমাকে বাপা ডাকুনি ए जो स्त्री गला रे तो पाखर पिला पाखे तो बालकर से कहतो जे पूरा तो बापा कि अमक बापा ए कहितो जदी स्त्री बड़ पुओ जियो ना धरि कि स्त्री डाकी देबो अमक बापा कि अमक बापा अच्छा चौधुरी तम स्त्री जदी तुमको बापा डाके तम स्त्री जे संपर्क करे बापा से तमर कोन ससुर को स्त्री संपर्क करे तमर तम ससुर को स्त्री संपर्क करे तम ससुर अरे शाशु रे शाशु मना करती बाटरे घाटरे बाहर को गला बेला मते केतेबेले शाशु की मां कहियो अरे ये मो बड़ झोटो पर मु 10 वर्ष साना मते दीदी डाके मोर बयस ओ शाशु कोनी जोइबो बाहर जागा को तो ना बहु बोली डाकी मो प्रेस्टीज हेली कि मते दीदी बोली तमे ठीक शाशु को तमे तो बयस अछि ताले बहु जते बळे কইলা তবে আজি পাই মোর স্বামী তোমার স্ত্রী সদন সমকিলা বলা জেনারি স্বামী অভকত বিধবা হুয়ে জনমতা তো বিধবা হুয়ে জনমতা তো বিধবা হুয়ে জনমতা তো জেনারি স্বামী সেবা ছাড়ি না বিধবত করিବାକୁ গলা এ স্বামী সেবা ছাড়ি না বিধব যে जन्म धर्मांतर पे से विधवा बोले मां तमे जे सतीपति बता नारी तमे कथा कहलो हातरे सका अछि मतारे सिंदूर अछि ओहो बहुत चिंता कला मो हातरे सका मतारे सिंदूर अछि बोली भय करूछ हां मूलवारी जीव सब देवक संगे किता पाकली घर बसारा कि अपेक्षा करम खाली घर आसु सदन में घर भीतर पड़े गलानी ना देखलो दरबारी एक धरिला हस्तरे प्रवेश होइला स्वामी को पासरे प्रवेश होइला ये स्वामी को पासरे प्रवेश होइला स्वामी को पासरे जाऊ जाऊ गंडी मुंड कोला भेनी खंड प्रवेश होइला धरि स्वामी मुंड प्रवेश होइला ये धरि स्वामी मुंड प्रवेश होइला धरि स्वामी मुंड शयन पलकर स्वामी सोइचंदी शयन पलक तो तीक्ष्ण तरवारीटा
ଶଙ୍ଖା ସିନ୍ଦୁର ଅଛି ବୋଲି ସିନା ଭୟ କରୁଛି ତୀକ୍ଷ୍ଣ ତରବାରୀ କିଏ ଧରି ସ୍ୱାମୀର ଗଣ୍ଡିରୁ ମୁଣ୍ଡ ସ୍ୱାମୀ ଶୋଇଛି ମଣିଷ ଶୋଇଲା ପରେ ସଦ ଗଣ୍ଡିରୁ ମୁଣ୍ଡକୁ ଯେତେବେଳେ ଅଲଗା କଲା ସ୍ୱାମୀର କଟା ମୁଣ୍ଡଟାକୁ ଆଣି ସଦ ଆଗରେ ଦେଖିଲା ଦେଖ ରେଡ୍ ସିଗ୍ନାଲ ଥିଲା ସିନ୍ଦୁର ବୋଲି ସିନା ଭୟ କରୁଥିଲ ଏଇନା ଗ୍ରୀନ ସିଗ୍ନାଲ ଧାଡ଼ି ଦେଖି ଥର ମାରିଯାଏ ବୋହୁର ଏ କଥାକୁ ଦେଖି ସୁନ୍ଦର ଭାବିଲା କହିଲା ଯୋଉ ନାରୀ ପରପୁରୁଷ ପାଇଁ ନିଜ ସ୍ୱାମୀକୁ ମାରିପାରେ ଆଜି ସମାଜରେ ଏ କଥାଟା କିଛି ବଡ଼ କଥା ନୁହେଁ କୋଉ ସ୍ତ୍ରୀ ସ୍ୱାମୀକି ଛାତ ଉପରୁ କରିଦେଉଛି କିଏ ଖାଦ୍ୟର ଦାନା ଦର ଦେଇ ମାରିଦେଉଛି ସବୁ କଥାକୁ ହଉଛି ସ୍ୱାମୀକୁ ଗଣ୍ଡିର ମୁଣ୍ଡକୁ ଅଲଗା କରି ମୁଣ୍ଡଟାକୁ ଯେତେବେଳେ ଦେଖିଲା ସଦନ କହିଲା ଇଏ ପରପୁରୁଷ ପାଇଁ ନିଜ ସ୍ୱାମୀକୁ ମାରିପାରେ ମାନେ ଇଏ କେବେ କେବେ ଉତ୍ତମ ଚରିତ୍ରର ନାରୀ କହିଲା ଦେଖ ତମେ ଯୋଉଥିପାଇଁ ତମ ସ୍ୱାମୀକୁ ମାରିଲ ତଥାପି ମୁଁ ସେ କଥାରେ ରାଜି କାରଣ ମୁଁ ତମକୁ ମା ବୋଲି ସମ୍ବୋଧନା କରିଛି ଯେତେବେଳେ ବୋହୁଟି ଚିନ୍ତା କଲା ଯେତେବେଳେ ଇଏ ରାଜି ହଉନି ୟାରି ଲାଗି କିନ୍ତୁ ସ୍ୱାମୀକୁ ମାରି ସାରିଲାଣି ଆକୁ ବିଲକୁଲ ଛାଡ଼ିବି କଣ ଗୋଟେ ନାମ ଦେବି ନା ୟା ଲାଗି ସ୍ୱାମୀକି ମାରିଲି ନା କଣ କଲା ରକ୍ଷା କର ଉଚ୍ଚରେ ଡାକିଲା ସତ୍ୟବାନ ପୁରୁଷ ଦେଖେଉଛି ଆଉ ମୋ ସ୍ୱାମୀକୁ ମାରିଲାଣି ଏ ପୁଣି ପଛ ଗାଁ ଲୋକ ଯିଏ ଯୋଉ ଶୋଇଥିଲେ ସମସ୍ତେ କବାଟ ଝରକା ଫିଟେଇ ବୋହୁଟିଏ ଯେତେବେଳେ କାନ୍ଦୁଛି ଦେଖିଦେଲା ବେଳକୁ ସ୍ୱାମୀର କଟା ମୁଣ୍ଡଟା ପଡ଼ିଛି କି ଅଜଣା ପୁରୁଷ ଜଣେ ଠିଆ ହେଇଛି ବୋହୁଟିଏ କିଛି କିଛି ଗାଁ ଲୋକଙ୍କୁ ଦେଖି ରୋଲ କରି ଅଭିନୟ କରି କାନ୍ଦିଲା ଗଲା ଇଏ ପ୍ରାଣନାଥ କେନେ विष्णु माया प्रभु माया नहीं बुझी नारी माया कोई नहीं पाया जो पाया वो पछताया जो नहीं पाया वो भी पछताया नारी माया जे पाइछि पछतायो जे न पाइछि से पछतायो हां झियो पिलाकर लोल बुझियो काहे की कहू सेई स्त्री बिलबाड़ी खटी की आस्थिबे दिने गोड़ गोड़िया आसीबो ना जेतेबेले तार दरकार पड़िबो स्त्री निज आडू जो दिन तेल आनी की गोड़ घसिबा तो आसीबा आपण गाड़ी की जोड़ विपद आइला ना स्त्री कहबो बहुत जाई छला तो लाठी की झाड़ा में गोड़ घसी है टका बचन दरकार तार गाय जाती हां 100 में पड़ी देखै गोड़ 5 मिनिट से 5000
ତେଣୁ କଥାଟା ଏଠି ଅଛି ବୋଲିକି କହୁନ ସାଉଁଳେଇକି ଖାଲି ତେଲ ଲଗେଇ ଘଷିଲେ କଣ ତେଣୁ ଝିଅ ପିଲା ତ ମାୟା ଚୁର ବୁଝିପାରିବନି। ତେଣୁ ନାରୀ ଯେତେବେଳେ କାଞ୍ଚିଆ ଏଇ ତାହେଲେ ତା ସ୍ୱାମୀର ବଣ୍ଟି ମୁଣ୍ଡ ଭଲ ଲାଗୁଛି କହୁଛି ହଁ ଏଇ ମୋ ସ୍ୱାମୀ କି ମତେ ବଳପୂର୍ବକ ଯେତେବେଳେ ଦର୍ଶନ କରିବାକୁ ଯାଏ ମୁଁ ମନା କଲାବେଳେ ମୋ ସ୍ୱାମୀଙ୍କ ମୁଣ୍ଡକୁ ଇଏ କାଟିଦେଲା। ବଣ୍ଟିର ମୁଣ୍ଡ କୋଲଗା ଥିଲା ଗାଁ ଲୋକେ ଯେତେବେଳେ ରାଗି ଗୋଟେ ଆପଣଙ୍କ ଗାଁର ବୋହୂ ବେ ଚତୁରକୁ ତମେ ବାହାର ଗାଁ ପିଲା ବେ ଗାଁର ବୋହୂ କଥା ସତ କରିବେ ନା ତମ କଥା ସତ କରିବେ? ଗାଁର ବୋଉ କଥା ସତ ନା ଗାଁ କଣ ଭାବିବ ତା ସ୍ୱାମୀକୁ କିଏ ମୁଣ୍ଡ କାଟି ଦେଇଛି? ନିଜ ସ୍ୱାମୀକୁ ମାରିବ ବୋଲି କଣ କେହି ଭାବିବେ କି କଥା? ନାଇଁ ଗାଁ ଲୋକ କହିଲେ ତାହେଲେ ଯଦି ମାରିଛି ତାକୁ ମାର ଥିଲା କିଛି ନୁହଁ ବୁଦ୍ଧିଜୀବୀ ଥିଲେ ବୁଝେଇଲେ କହିଲେ ବାବୁରେ ଏ ମରିଗଲା ଯେ ସେ ସରିଗଲା ସରିଗଲା ତାକୁ ଏମିତି ଦଣ୍ଡ ଦିଅ ଏ ଯେ ବଞ୍ଚିଥାନ୍ତା ସେ ଯେମିତି ମରିବ ମା ଯୋଉ ହାତରେ ତା ସ୍ୱାମୀର ଗଣ୍ଡି ମୁଣ୍ଡ କଲଗା କରିଛି ସେ ବଞ୍ଚିକି ରହୁ ତାକୁ ଅକର୍ମଣ୍ୟ କରିଛି ତା ଶରୀରରୁ ହାତ ଦିଟା ଯାକ ବିଚ୍ଛେଦ କରିଦିଅ। ହାତ ଦିଟା ଯେତେବେଳେ କାଟିଦେଲେ ସଦନ ସବୁ ଦେଖୁଥାଏ କହିଲେ ନା କିଏ ଶୁଣିବ ତା କଥା ଯୋଉ ସଦନ ଦିନେ ଗୋଟିଏ ପକ୍ଷୀ ମାରିଲେ କି ମଶାଟିଏ ମାଛିଟିଏ ମାରି ସଦନ ଚିନ୍ତା କଲା କଲା ପ୍ରଭୁ ସିଏ ହାତ କଣ କେବେ ମଣିଷ ମାରିପାରେ ଥିଲା କେହି ନ ଦେଖିଲେ ତ ତୁ ବଡ ବଡ ମୁଁ ଆସିଛି ତୋତେ ଦେଖିବାକୁ କୋଉଠା କଥା ତୁ କୋଉଠି କଣ କରିଦେଲୁ ପ୍ରଭୁ ସଦନ ଯେତେବେଳେ ବିଚାର କରୁଥାଏ ସେ ପ୍ରଭୁଙ୍କ କଥାକୁ ମନେ ପକାଉଥାଏ ହାତ କଟି ଯାଇଛି ପାଦ ଚଲା ରାସ୍ତାରେ ତଥାପି ପଛ ଘୁଞ୍ଚା ନଦେଇ ସଦନ ଚାଲୁଥାଏ ପଦୁଟିଏ ମନେ ପଡେ ଆପଣମାନଙ୍କର ବ୍ରହ୍ମଗିରି ମାଟିର ଗର୍ବ ଗୌରବ କବି ହେଉଛନ୍ତି କୁମାର କବି ଅରକ୍ଷିତ ପ୍ରଧାନ ମହୋଦୟ ସୁନ୍ଦର ପଦଟି କଣ କହିଲେ? ସଦନ ଡାକୁଛି ସୁନ୍ଦର ସମ୍ମୁଖରେ ହାତ ଦିଟା କଟି ଯାଇଛି କହିଲା ପ୍ରଭୁ କେହି ମୋର ପାପ କେତେ ପୁଣ୍ୟ କେତେ ନ ଜାଣିଲି ତୁ ତ ସବୁ ଜାଣିଛୁ ନା ନା ଭିକାରୀ କରି ମୋତେ ସୁଖ ପାଉଛ କେତେ ଭିକାରୀ କରି ମୋତେ Yeah.